ଯେକୌଣସି କମ୍ପିଟିଟିଭ ଏକ୍ଜାମ ହଉ କିମ୍ବା 10th କ୍ଲାସ ର ବି ହଉ କି 9th କ୍ଲାସ ର ଯାହା ହଉ ଏମିତିଆ କ୍ୱେଶ୍ଚନ ତମକୁ ସବୁବେଳେ ଦେଖିବାକୁ ମିଳିବ। ଏ ଓ ବି ର ଆୟର ଅନୁପାତ ଏତିକି, ବେ ର ଅନୁପାତ ଏତିକି ହେଲେ, ସଞ୍ଚୟ ଏତିକି ହେଲେ ସେମାନଙ୍କର ଆୟର ଅନୁପାତ କେତେ ହବ ଅପସନ ଦେଇଥିବ, ଏମିତି କରିବାକୁ ପଡିବ। ତା ପାଇଁ ବେଷ୍ଟ ମେଥଡ ହଉଛି କ୍ରସ୍ ମେଥଡ। ଏ ଆଉ ବି ଲେଖା ହେଇଥିବ, ସି ଡି ଲେଖା ହେଇଥିବ, ସଞ୍ଚୟ ହଉ କି ଯାହା ହଉ ତଳେ ଆସିଥିବ, ତା ହବ ଏଡି ମାଇନସ ବିସି ଇକ୍ୱାଲ ଟୁ ସି ଏକ୍ସ ମାଇନସ ଡିଏକ୍ସ। ତ ଏଡି ବଡ ହବ ବିସି ଠୁ, ସି ଏକ୍ସ ବଡ ହବ ଡିଏକ୍ସ ଠୁ। ବର୍ତ୍ତମାନ ଏଠି ସେୟା ଦେଖିବା, ଆୟ ଦେଇଛି କେତେ 8 ଅନୁପାତ 7, ବ୍ୟୟ ଦେଇଛି 19 ଅନୁପାତ 16, ସଞ୍ଚୟ କରିଛି ଇଏ 1250, ଇଏ ବି 1250, ସେମ ସେମ। ଗୋଟେ 16 ଟା 128, ଇଏ ହଉଛି 19 ଟା 133, 133 ରୁ 128 ଗଲେ 5, ଇଏ ହଉଛି ଦେଖ ଇଏ ଦିଟା ସେମ ଅଛି ମାନେ ଆକୁ କ୍ରସ ପ୍ରୋଡକ୍ଟ ଯଦି 19 ରୁ 16 ଗଲେ କେତେ ହବ 3 ରହିବ, ତାହେଲେ 1250 ରେ 3 ଗୁଣା ହେଇଗଲା। ତ ये जो 5 ର ଭ୍ୟାଲୁ ଇଏ ଆ ସାଙ୍ଗେ ସମାନ ହବ, ତ ଏଠି 5 ରେ କାଟିଲେ ହବ 250 × 3 750। ଯଦି 1 ର ଭ୍ୟାଲୁ 750 ତାହେଲେ 8 ର ଭ୍ୟାଲୁ କେତେ ହବ ନା 750 ଗୁଣିଲେ ଇଏ ହେଇଗଲା 6000, ଆଧରେ ଗୁଣିଲେ ଇଏ କେତେ ହେଇଯିବ 750 ଗୁଣିଲେ ଇଏ 5250, ଆମର ବି ଅପସନ ଆନ୍ସର ହେଇଯିବ। ଯଦି ସେମିତି ନ କରିବ କେବଳ ଏଠି ଗ୍ୟାପ୍ ଚେକ୍ କରିଦବ, କୋଉଥିରେ 1250 ଟଙ୍କା ହିଁ ଗ୍ୟାପ୍ ଅଛି, 1250 ଟଙ୍କା କେବଳ ଏଇ ଅପସନ ହିଁ ଗ୍ୟାପ୍ ଅଛି, ଆଉ କୋଉଥିରେ ନାହିଁ, ଆନ୍ସର ଏଇଟା ହିଁ।